କାହାର ଚୁଗୁଲି କିମ୍ବା ପରଚର୍ଚ୍ଚା କରନ୍ତୁ ନାହିଁ। ବାକ୍ ସଂଯମ ପାଳନ କରିବା କଷ୍ଟକର ହେଲେ ବି ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ। ଆବଶ୍ୟକ ନଥାଇ ଗୁଡ଼ାଏ ଗପିବା, କେହି ପଚାରିବା ପୂର୍ବରୁ ନିଜ ବିଷୟରେ ଆଗତୁରା ବଖାଣି ବସିବା, ଏହା ଶୁଣିବାକୁ କାହାକୁ ହୁଏତ ଖରାପ ଲାଗିପାରେ। ଛୋଟ ବଡ଼, ପିଲା ବୁଢ଼ା, ଆପଣଙ୍କର ବ୍ୟବହାର ଓ କଥାବାର୍ତ୍ତା ଯେପରି ପ୍ରତ୍ୟେକଙ୍କ ପାଇଁ ସ୍ପୃହଣୀୟ ହେଉଥିବ। ପତି ବଶୀକରଣ ନିମିତ୍ତ ବିଜ୍ଞା ସ୍ତ୍ରୀ ନିଜକୁ ସର୍ବଦା ରହସ୍ୟମୟୀ କରି ରଖିବାକୁ ଯତ୍ନ କରିବେ। ଯେ ଓଢ଼ଣା ଦେଇ ଜାଣେ, ସେ କେବଳ ଜାଣେ ପ୍ରକୃତ ସ୍ୱାମୀ ବଶୀକରଣ। ଟଙ୍କା ଘର କିଣିପାରେ, ହେଲେ ପରିବାର ନୁହେଁ। ଟଙ୍କା ସେଜ କିଣିପାରେ, ହେଲେ ନିଦ ନୁହେଁ। ଟଙ୍କା ଘଡ଼ି କିଣିପାରେ, ହେଲେ ସମୟ ନୁହେଁ। ଟଙ୍କା ବହି କିଣିପାରେ, ହେଲେ ଜ୍ଞାନ ନୁହେଁ। ଟଙ୍କା ବନ୍ଧୁ କିଣିପାରେ, ହେଲେ ଭଲ ପାଇବା ନୁହେଁ। ସ୍ତ୍ରୀକୁ ନିଜର କରିବା ପରେ ପୁରୁଷଙ୍କର ସ୍ତ୍ରୀ ପ୍ରତି ଥିବା ଆଗ୍ରହ ଧୀରେ ଧୀରେ କମି ଯାଇଥାଏ। କିନ୍ତୁ ପୁରୁଷକୁ ନିଜର କରିବା ପରେ ସ୍ତ୍ରୀ କେବେ ତାଙ୍କୁ ଛାଡ଼ି ରହିପାରନ୍ତି ନାହିଁ। ଭାଗ୍ୟବାନ ହୋଇଥାଏ ସେହି ପୁରୁଷ ଯାହାକୁ ପ୍ରେମ କରୁଥିବା ସ୍ତ୍ରୀଟିଏ ମିଳିଥାଏ। ଆଉ ଭାଗ୍ୟଶାଳୀ ହୋଇଥାଏ ସେହି ସ୍ତ୍ରୀ ଯିଏକି ପୁରୁଷର ଅନ୍ତିମ ପ୍ରେମିକା ହୋଇଥାଏ। ଯେ ଏହି ପାଞ୍ଚଟି ସଂକେତ ଦର୍ଶାଏ ଯେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଭଲ ପାଆନ୍ତି କି ନାହିଁ। ଯଦି ଆପଣଙ୍କ ସ୍ୱାମୀ ସବୁବେଳେ ଆପଣଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି, ଯଦି ଆପଣ ଆପଣଙ୍କ ସ୍ୱାମୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି ଏବଂ ସେ ଆପଣଙ୍କୁ ଅଣଦେଖା କରିବାକୁ ଚେଷ୍ଟା କରୁଥିବେ, ଯଦି ଆପଣଙ୍କର ସ୍ୱାମୀ ଆପଣଙ୍କର କୌଣସି କାମକୁ ପ୍ରଶଂସା କରନ୍ତି ନାହିଁ, ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କ ସହିତ ଶାରୀରିକ ସମ୍ପର୍କକୁ ଶେଷ କରିବାକୁ ଚେଷ୍ଟା କରନ୍ତି। ପତ୍ନୀଙ୍କୁ ଯବାନ ରଖିବାର ଉପାୟ। ରାତ୍ରିରେ ପତ୍ନୀଙ୍କୁ ଯଥେଷ୍ଟ ସମୟ ଶୋଇବାକୁ ଦିଅନ୍ତୁ। ପତ୍ନୀକୁ ବେଶୀ ପିଲା ଜନ୍ମ କରିବାକୁ ବାଧ୍ୟ କରନ୍ତୁ ନାହିଁ। ପତ୍ନୀଙ୍କୁ ଗରମ କ୍ଷୀର ସହ ଜିଲେପି ଖାଇବାକୁ ଦିଅନ୍ତୁ। ପତ୍ନୀଙ୍କୁ ବର୍ଷକୁ ଥରେ ନୂଆ ନୂଆ ଚାନ୍ଦିର ପାଉଁଜି ଦିଅନ୍ତୁ। ପାଉଁଜି ପିନ୍ଧିଲେ ହାଡ଼ ମଜବୁତ ହୋଇଥାଏ। ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ। ମନ ଯଦି ସଫା ନଥିବ, ତେବେ ଚମକୁଥିବା ଚେହେରାର ବି କିଛି ମୂଲ୍ୟ ରହିବ ନାହିଁ। ଧନୀ କହୁଛି ଭାଗ୍ୟ ଖରାପ, ଗରିବ କହୁଛି ଭାଗ୍ୟ ଖରାପ, ସୁଖୀ କହୁଛି ଭାଗ୍ୟ ଖରାପ, ଦୁଃଖୀ ବି କହୁଛି ଭାଗ୍ୟ ଖରାପ। ଭାଗ୍ୟକୁ ଦିନେ ପଚାରିଲି, ସତରେ ତୁ କ'ଣ ଏତେ ଖରାପ? ଭାଗ୍ୟ ସ୍ମିତ ହସି କହିଲା, ମୋ ଭାଗ୍ୟ ଖରାପ। ମନୁଷ୍ୟ ନିଜ କର୍ମ ନିଜେ କରୁଛି, ହେଲେ ମୋତେ ଦୋଷ ଦେଉଛି। କାହାକୁ କେବେ ବି ଛୋଟ ଭାବିବେ ନାହିଁ, କାରଣ 5 ଟଙ୍କାର କଲମଟିଏ ମଧ୍ୟ 5 କୋଟି ଟଙ୍କାର ଚେକ୍ ଲେଖିବାକୁ କାମରେ ଆସେ। ଦିନେ ଜୀବନକୁ ମୃତ୍ୟୁ ଡାକି ପଚାରିଲା, ସମସ୍ତେ ତ ତୋତେ ଭଲ ପାଆନ୍ତି, ହେଲେ ମୋତେ ଘୃଣା କରନ୍ତି କାହିଁକି? ଜୀବନ ଉତ୍ତର ଦେଲା, କାରଣ ମୁଁ ଗୋଟିଏ ସୁନ୍ଦର ମିଥ୍ୟା, ଆଉ ତୁ ଏକ ଯନ୍ତ୍ରଣାଦାୟକ ସତ୍ୟ। ଜୟ ଶ୍ରୀ ଜଗନ୍ନାଥ।